ଏହି ସକଳ ଘଟଣା ଉତ୍ତାରେ ଅକ୍ଷୟଶର ରାଜ୍ୟ ଅଗାଗୀୟ ହମଦାଥାର ପୁତ୍ର ହାମନକୁ ଉନ୍ନତ କରି ଉଚ୍ଚ ପଦାନ୍ୱିତ କଲା ଆଉ ତାହାର ସଙ୍ଗୀ ସମସ୍ତ ଅଧିପତିର ଆସନ ଅପେକ୍ଷା ତାକୁ ଶ୍ରେଷ୍ଠ ଆସନ ଦେଲା। ତହିଁରେ ରାଜାର ଯେତେ ଦାସ ରାଜ ଦ୍ୱାରରେ ଥିଲେ ସେ ସମସ୍ତେ ନତ ହୋଇ ହାମନକୁ ପ୍ରଣାମ କଲେ, କାରଣ ରାଜା ତାହା ବିଷୟରେ ସେ ରୂପ ଆଜ୍ଞା ଦେଇଥିଲା। ମାତ୍ର ମର୍ଦ୍ଦକ୍ଷ ନତ ହେଲା ନାହିଁ କିମ୍ବା ତାହାକୁ ପ୍ରଣାମ କଲା ନାହିଁ। ଏଣୁ ରାଜ ଦ୍ୱାରବର୍ତ୍ତୀ ରାଜାର ଦାସଗଣ ମର୍ଦ୍ଦକ୍ଷ କହିଲେ, ତୁମେ କାହିଁକି ରାଜାଜ୍ଞା ଲଙ୍ଘନ କରୁଅଛ? ଏ ରୂପେ ସେମାନେ ନୀତି ତାକୁ କହିଲେ, ତଥାପି ସେ ସେମାନଙ୍କର କଥା ମାନିଲା ନାହିଁ। ଏଣୁ ଏହି ମର୍ଦ୍ଦକ୍ଷର କଥା ରହିବ କି ନାହିଁ ଏହା ଜାଣିବା ଇଚ୍ଛାରେ ସେମାନେ ହାମନକୁ ତାହା ଜଣାଇଲେ, କାରଣ ମର୍ଦ୍ଦକ୍ଷ ଯେ ଜିହୁଦୀ ଲୋକ ଏହା ସେ ସେମାନଙ୍କୁ କହିଥିଲା। ଯେତେବେଳେ ହାମନ ଦେଖିଲା ଯେ ମର୍ଦ୍ଦକ୍ଷ ହତ ହେଲା ନାହିଁ କିମ୍ବା ତାହାକୁ ପ୍ରଣାମ କଲା ନାହିଁ, ସେତେବେଳେ ସେ କ୍ରୋଧରେ ପରିପୂର୍ଣ୍ଣ ହେଲା। ମାତ୍ର ସେ କେବଳ ମର୍ଦ୍ଦକ୍ଷ ଉପରେ ହସ୍ତକ୍ଷେପ କରିବାକୁ ଲଘୁଜ୍ଞାନ କଲା, କାରଣ ସେମାନେ ତାହାକୁ ମର୍ଦ୍ଦକ୍ଷର ବଂଶୀୟ ଲୋକଙ୍କ କଥା ଜଣାଇଥିଲେ। ତେଣୁ ହାମନ ଅକ୍ଷୟଶରସର ସମୁଦାୟ ରାଜ୍ୟରେ ସମସ୍ତ ଜିହୁଦୀୟଙ୍କୁ ଅର୍ଥାତ୍ ମର୍ଦ୍ଦକ୍ଷର ଲୋକଙ୍କୁ ବିନାଶ କରିବାକୁ ଚେଷ୍ଟା କଲା। ଆଉ ସେହି ବିଷୟରେ ଅକ୍ଷୟଶରସ ରାଜାର ଅଧିକାରର 12 ବର୍ଷର ନିସନ ନାମକ ପ୍ରଥମ ମାସରେ ହାମନର ସାକ୍ଷାତରେ ଅଦର ନାମକ 12 ମାସ ପର୍ଯ୍ୟନ୍ତ କ୍ରମାଗତ ସେମାନେ ପ୍ରତିଦିନ ପ୍ରତି ମାସ ପୁର ଅର୍ଥାତ୍ ଗୁଲିବାଣ୍ଟ କଲେ। ଅନନ୍ତର ହାମନ ଅକ୍ଷୟଶରସ ରାଜାଙ୍କୁ କହିଲା, ଆପଣଙ୍କ ରାଜ୍ୟର ସମସ୍ତ ପ୍ରଦେଶସ୍ଥ ଲୋକଙ୍କ ମଧ୍ୟରେ ଛିଣ୍ଡ ଭିନ୍ନ ପୃଥକୃତ ଏକ ଦେଶୀ ଲୋକ ଅଛନ୍ତି। ଅନ୍ୟ ସକଳ ଲୋକମାନଙ୍କର ବ୍ୟବସ୍ଥା ଠାରୁ ସେମାନଙ୍କ ବ୍ୟବସ୍ଥା ଭିନ୍ନ। ମଧ୍ୟ ସେମାନେ ମହାରାଜାଙ୍କ ବ୍ୟବସ୍ଥା ମାନନ୍ତି ନାହିଁ। ଏଣୁ ସେମାନଙ୍କ ବ୍ୟବହାର ସହ୍ୟ କରିବା ମହାରାଜାଙ୍କର ଉଚିତ ନୁହେଁ। ମହାରାଜ ସନ୍ତୁଷ୍ଟ ହେଲେ ସେମାନଙ୍କୁ ବିନାଶ କରିବା ପାଇଁ ପତ୍ର ଲେଖାଯାଉ। ତହିଁରେ ମୁଁ ରାଜ କାର୍ଯ୍ୟରେ ନିଯୁକ୍ତ ଲୋକଙ୍କ ହସ୍ତରେ ରାଜଭଣ୍ଡାରକୁ ଆଣିବା ପାଇଁ 10,000 ତାଳନ୍ତ ରୂପା ଦେବି। ଏଥିରେ ରାଜା ଆପଣା ହସ୍ତରୁ ସନ୍ତକ ଅଙ୍ଗୁରୀୟ କାଢ଼ି ଜିହୁଦୀୟମାନଙ୍କ ବୈରୀ ଅଗାଗୀୟ ଇମଦାଥାର ପୁତ୍ର ହାମନକୁ ଦେଲା। ରାଜା ହାମନ କହିଲେ, ସେହି ରୂପା ଓ ସେହି ଦେଶୀୟ ଲୋକ ତୁମକୁ ଦିଆଗଲା। ସେମାନଙ୍କ ପ୍ରତି ଯାହା ତୁମର ଇଚ୍ଛା ତାହା କର। ଏଣୁ ପ୍ରଥମ ମାସର 13 ଦିନରେ ରାଜାର ଲେଖକମାନେ ଆହୁତ ହୁଅନ୍ତେ ହାମନର ସମସ୍ତ ଆଜ୍ଞାନୁସାରେ ପ୍ରତ୍ୟେକ ପ୍ରଦେଶସ୍ଥ ରାଜ ପ୍ରତିନିଧିଗଣ ଓ ଅଧିପତିଗଣ ପ୍ରତ୍ୟେକ ଦେଶୀୟ ଲୋକଙ୍କ ଶାସନକର୍ତ୍ତା ଗଣ ପ୍ରତି ପ୍ରତ୍ୟେକ ପ୍ରଦେଶର ଅକ୍ଷର ଅନୁସାରେ ଓ ପ୍ରତ୍ୟେକ ଦେଶୀୟ ଲୋକଙ୍କ ଭାଷା ଅନୁସାରେ ପତ୍ର ଲିଖିତ ହେଲା। ତା ଅକ୍ଷୟଶରସ ରାଜାର ନାମରେ ଲିଖିତ ଓ ରାଜାର ଅଙ୍ଗୁରୀୟରେ ମୁଦ୍ରାଙ୍କିତ ହେଲା। ପୁଣି ଏକ ଦିନ ଅର୍ଥାତ୍ ଅଦର ନାମକ 12 ମାସର 13 ଦିନରେ ଯୁବା ବୃଦ୍ଧ ଶିଶୁ ଓ ସ୍ତ୍ରୀମାନଙ୍କ ସହିତ ସବୁ ଜିହୁଦୀୟମାନଙ୍କୁ ସଂହାର ବଧ ଓ ବିନାଶ କରିବାକୁ ଓ ସେମାନଙ୍କ ସମ୍ପତ୍ତି ଲୁଟିବାକୁ ସେହି ପତ୍ର ଧାବକଗଣଙ୍କ ଦ୍ୱାରା ରାଜାର ସବୁ ପ୍ରଦେଶକୁ ପ୍ରେରିତ ହେଲା। ପୁଣି ସେହି ଦିନ ନିମନ୍ତେ ସମସ୍ତ ଲୋକ ଯିଏ ପ୍ରସ୍ତୁତ ହୁଅନ୍ତି, ଏଥିପାଇଁ ପ୍ରତ୍ୟେକ ପ୍ରଦେଶରେ ଆଜ୍ଞା ପ୍ରଚାର କରିବାକୁ ଓ ଯାବତୀୟ ଲୋକଙ୍କୁ ଗୋଚର କରିବାକୁ ସେହି ଲିଖନର ପ୍ରତିଲିପି ଦିଆଗଲା। ଆଉ ଧାବକଗଣ ରାଜାଜ୍ଞା ପାଇ ଶୀଘ୍ର ବାହାରିଗଲେ। ପୁଣି ସେହି ରାଜା ସୁସନ ରାଜଧାନୀରେ ପ୍ରକାଶିତ ହେଲା। ତେଣୁ ରାଜା ଓ ହାମନ ପାଳନ କରିବାକୁ ବସିଲେ, ମାତ୍ର ସୁସନ ନଗର ଉଦ୍ବିଗ୍ନ ହେଲା।